ରାବଣ ମରିନି ହଁ ବିଭୀଷଣ ମରିଛି ନା କେମିତି यार ज्वलंत प्रमाण ବ୍ରହ୍ମଶରରେ ରାବଣର ଗ୍ରୀବା ବୋଲନ୍ତେ ବେକଟା ଛିଣ୍ଡିଛି हाँ ରାବଣର ମୁଣ୍ଡ କେତେଟା ଆଜ୍ଞା 10ଟା ତୁ ଯାଇକି ଦେଖିଥିଲୁ ନାଇଁ ଫଟୋରେ ଦେଖିଛି ସାରେ ଗୋଟେ ଫଟୋରେ ଦେଖିଲି ରାବଣର 10ଟା ମୁଣ୍ଡ ମୋର ଗୋଟେ ପାଳିଆ ଥିଲା ତା ନା ଅମୁଲି ସେ କହେ ଯଦି 10ଟା ମୁଣ୍ଡ ରାବଣ କେମିତି ଗଞ୍ଜି ପିନ୍ଧେ ହଁ ଆରେ ରାବଣର 10ଟା ମୁଣ୍ଡ ମୂର୍ଖ ଆଜ୍ଞା ରାବଣ ଗୋଟିଏ ମୁଣ୍ଡରେ ଆଜ୍ଞା 10ଟା ମୁଣ୍ଡର କଥା ଚିନ୍ତା କରିପାରେ ବାସ୍ ମୁଣ୍ଡ 10 ନୁହଁ ହଁ ଗୋଟିଏ ମୁଣ୍ଡରେ ଆଜ୍ଞା 10ଟା ମୁଣ୍ଡ କଥା ଚିନ୍ତା କରେ ହଁ ନା କେମିତି କେମିତି ଆପଣ ମାନଙ୍କର ସଂକୀର୍ତ୍ତନ ଗଣେଶ ହଁ ଭାଗବତ ପ୍ରଧାନ ହଁ ଧାଡ଼ିଟିଏ କରମ କଲେ କଣ କଲେ କହିଲା ପ୍ରଥମ ମସ୍ତକେ ଲିପି ରସାନନ ସାମଦାନ ଦଣ୍ଡ ଭେଦ ଆହା ସାମଦାନ ଦଣ୍ଡ ଭେଦ ଆହା ସାମଦାନ ଦଣ୍ଡ ଭେଦ ଦ୍ୱିତୀୟ ମସ୍ତକେ ଚିନ୍ତା କରୁଥାଇ ରାଜକୋଷ କୁସମ୍ପଦ ରାଜକୋଷ କୁସମ୍ପଦ ରାଜକୋଷ କୁସମ୍ପଦ 10ଟା ମୁଣ୍ଡରେ 10ଟା କଥା ଚିନ୍ତା କରେ ରାବଣର କଣ 20ଟା ହାତ ହଁ ନା 2ଟା ହାତରେ 20ଟା ହାତର କାମ କରେ ବିଂଶ ହସ୍ତରେ ବିଂଶ କର୍ମ କରେ ବୋଲି ତା ନାଁ ହେଲା ବିଂଶ ବାହୁ ହଁ ମୁଣ୍ଡଟା ବ୍ରହ୍ମଶର ଛିଣ୍ଡେଇ ଦେଇଛି ଆଜ୍ଞା ମାତ୍ର ଯେତେ ଥର ରାମ ମାରୁଥାନ୍ତି ରାବଣ ମୁଣ୍ଡ ଛିଣ୍ଡିକି ପୁଣି ଲାଗୁଥାଏ ହଁ ଆଶ୍ଚର୍ଯ୍ୟ ରାମ ହଁ ବିଭୀଷଣ ଉତ୍ତର ଦେଲା ଯେତେବେଳ ପର୍ଯ୍ୟନ୍ତ ଏ ରାବଣ ମୁଣ୍ଡଟା ମାରା ନ ହେଇଛି ଆଜ୍ଞା ଆଜ୍ଞା ସେତେବେଳ ପର୍ଯ୍ୟନ୍ତ ତମେ ରାବଣକୁ ମାରି ପାରିବନି ରାମ ହଁ 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 ମାରିବ କିଏ କିଏ ସେ ନା ରାବଣର ମସ୍ତକ ଉପରେ ଯଦି ଗୋଟେ ମାଙ୍କଡଟେ ପରିସ୍ରା କରିବ ହଁ ଏକ କରିବ 1 ପାସ୍ କରିବ ବୋଲେ ମୁକ୍ତି ଦବ ହଁ ତେବେ ଯାଇ ରାବଣର ମୁଣ୍ଡଟା ଅସ୍ପର୍ଶ୍ୟ ହେଇଯିବ ଅଶୁଦ୍ଧ ହେଇଯିବ ହଁ ବିଚାର କଲେ ହନୁମାନ ମୁଁ ତ ମର୍କଟର ଅବତାର ଆଜ୍ଞା 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 ରାବଣ ମୁଣ୍ଡ ଛିଣ୍ଡିଛି ଯେତେବେଳେ ଉଠୁଛି ଉପରକୁ ହଁ ଗୋଟାଟା ଧରିକି କୋହଲି ଭଳିଆ ଡିଫେନ୍ସ କଲା କଲା ଥଇର ଥଇର ହଁ ଯାଇପାରିବୁନି ଆଗକୁ ଏ ରାମ ହଁ ମୋ ମୁଣ୍ଡକୁ ପ୍ରଥମେ ଜଗିଛି ହନୁମାନ ହଁ ଗୋଟିଏ କଥା କହୁଛି ଶୁଣ ହଁ ହଁ बोला सज्जन लोग को मतलब हो के जैसे कोमल दूब हो जैसे कोमल दूब हो जैसे कोमल दूब हो जैसे कोमल दूब हो राजो देवराज श्री पारा बैठे नर राजो देवराज श्री पारा बैठे खूब खूब से खूब हो डूब 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 हो डूब 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 हो बोला अपेक्षा कर हाँ मारिबु कोड आइछ हाँ दुब देखिछु राम हाँ दुबटा गाँ दांडरे हो कि बिल जमी रे पड़िया रे हिता आज्ञा आज्ञा ए दुब उपरे मनीष चाली चाली गला बेले ता पाद कोषाघात दे दुबटा मौरी जाए हाँ 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 मरी जाए तथापि से ता आशा केबे हरई न था वर्षा बिंदु जल पड़ी गला बेले से दुबटा पुणी कौली के ऊपर हाँ 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 चषा पिला हाँ हल कला बेले ता मूल ताड़ी दिए आज्ञा आज्ञा तथापि दुब दुख करेनी नाई नाई ना संघर्षमय जीवन रे संघर्ष करी उठे आहा एतिकी संघर्ष कला बोली दुब हाँ नरराज देवराज सिरी पर बैठे हाँ राजार मुंड उपरे दुब हाँ अच्छा आखु गछ तो मिठा आ गया हाँ अच्छा आखु डालटा कहीं रहुनी प्रभु करे हाँ ये दुबर धैर्य अच्छी हाँ रावण तू धैर्य हरा हे बोली बोली मरण मुख को जाउछि बोली भाबुछु हाँ हाँ देवराज श्री परा बैठे हाँ
ଦେବତା ମାନଙ୍କ ମୁଣ୍ଡରେ ସେ ଧୂପଟି ଚଢ଼େ। ଆଜ୍ଞା ଆଜ୍ଞା ରହ ବାରମ୍ବାର ରାବଣ ମୁଣ୍ଡ ଅଟ୍ଟହାସ୍ୟ କରି ଖେଳେଇ ଚାଲିଛି କାହାକୁ ନା ଭଗବାନ ରାମ। ରାମଙ୍କୁ ରାମଙ୍କୁ ଏପଟେ ମନ୍ଦୋଦରୀ ମାଗି ଦେଇଛି ଭଗବାନ ରାମକୁ। ଯୋଉଦିନ ହଁ ରାମ ଲକ୍ଷ୍ମଣ ପାଦ ଦେଲେ ଲଙ୍କା କଟକରେ ଅର୍ଘ୍ୟ ଡାଳି ଧରି ବନ୍ଦାପନା କରିବା ପାଇଁ ମନ୍ଦୋଦରୀ ଆସିଲା। ହଁ ହଁ ଭଗବାନ ରାମ କହିଲେ ମାଗେ ମା କଣ ଯାହା ମାଗିବ ତାହା ଦେବି। ମନ୍ଦୋଦରୀ କହିଲେ ଏତିକି ମାଗୁଛି। ହଁ ହଁ କଲା ଚିରପତି ବ୍ରତା ହଁ ହୋଇବି ଦଶରଥ କୁମାର ବିଧବାନ ହିବି ଜନ୍ମରେ ଏତିକି ମାଗୁଛି। ହଁ ସତୀ ସ୍ୱାଧୀ ପତିବ୍ରତା ହେବି କେବେ ବିଧବା ହେବିନି। ହଁ ଭଗବାନ ରାମ ମନ୍ଦୋଦରୀକୁ କହିଦେଲେ ତଥାସ୍ତୁ। ହଁ ତାହେଲେ ରାମଙ୍କର ବାଣୀଟା କଣ ଭୁଲ ହେଇଯିବ? ନାଇଁ ନାଇଁ ମର୍ଯ୍ୟାଦାମୟ ସତ୍ୟସନ୍ଧ ରାମ କଣ ଅସତ୍ୟ ହେଇଯିବେ? ନାଇଁ ତାହେଲେ ଆମେ କାହିଁକି ରାମ ଜନ୍ମ ପୂଜା କରିବା, ରାମ ନବମୀ କରିବା? ହଁ ଆମର କଣ ଦରକାର ରାମାୟଣ? କିଛି ନାହିଁ କିଛି ନାହିଁ। ପ୍ରଭୁର କଥାଟା କଣ ଭୁଲ ହେଇଯିବ କି? ନା ପଳେଇ ଆସିଛନ୍ତି ଲଙ୍କା କଟକକୁ। ହଁ 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 ଅଭିଷେକ ହେବେ ବିଭୀଷଣ। ହଁ ଭଗବାନ ରାମ ଅଭିଷେକ କରିଦେଇଛନ୍ତି ବିଭୀଷଣକୁ। ଠିଆ ହେଇଛି ତଳେ ମନ୍ଦୋଦରୀ। ହଁ 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 ହାତ ଯୋଡ଼ିଦେଲା ମନ୍ଦୋଦରୀ କହିଲା ହେ ରାଜନ ହଁ ତୁମକୁ ମୁଁ ଦିଅର ହିସାବରେ ମୁଣ୍ଡିଆ ମାରୁନି। ନାଇଁ 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 ତମେ ବର୍ତ୍ତମାନ ଲଙ୍କା କଟକର ଅଧିପତି, ହଁ ତମେ ଲଙ୍କା କଟକର ରାଜା। ବାସ୍ ମୁଁ ଆଜି ଗୋଟିଏ ନ୍ୟାୟ ମାଗିବା ପାଇଁ ଆପଣଙ୍କର ଦ୍ୱାରସ୍ଥ ହେଇଛି ହେ ରାଜନ। ହଁ ମୁଁ ଆପଣଙ୍କ ଦ୍ୱାରସ୍ଥ ହେଇଛି। ଏତିକି କରନ୍ତୁ। ହଁ ଯୋଉ ବେଇମାନ ମର୍ଯ୍ୟାଦାମୟ ସତ୍ୟସନ୍ଧ କହି ମୋତେ ଆଶୀର୍ବାଦର ବର ପ୍ରଦାନ କରି କହିଲା ମୁଁ ସତୀ ସ୍ୱାଧୀ ହେବି, ହଁ ସେଇ ବେଇମାନ ନିଜ ହାତରେ ମୋ ସ୍ୱାମୀଟାକୁ ମାରିଦେଲା। ଏଠି ଆଟା ଲାଗୁଛି ମୋ ସ୍ୱାମୀଟାକୁ ମାରି ଦେଇଛି। ହଁ ମୁଁ ନ୍ୟାୟ ଚାହେଁ। ହଁ ନ୍ୟାୟ ଦବ ତ ସିଂହାସନ ଉପରେ ଚଢିବ। ବାସ୍ ଯେ ପର୍ଯ୍ୟନ୍ତ ନ୍ୟାୟ ନାହିଁ ହଁ ଏ ସିଂହାସନ ଉପରେ ତମର ଅଧିକାର ନାହିଁ ରାମ। ହଁ କଥାରେ ତମେ ରାଜା ହେଇପାରିବନି ବିଭୀଷଣ। ହଁ ମତେ ନ୍ୟାୟ ପ୍ରଦାନ କରାଯାଉ। ହଁ ଠିଆ ହେଲା ହଁ ବିଭୀଷଣ ରାମଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। ବାସ୍ ଯିଏ ରାମଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଛି ଆଜ୍ଞା ସେ ଦଣ୍ଡ ପାଇଛି। ହଁ ଦେଖୁନ ହଁ କାରଣ ରାମ ହଉଛି ସୁପ୍ରିମ ପାୱାର ଅଲ ଓଭର ଦ ୟୁନିଭର୍ସ। ହଁ ନବୀନା ବିରୁଦ୍ଧରେ ଯିଏ ଗଲା ସିଏ ତୋଡ଼ା ଖାଇଲା। ହଁ ମୁଁ କହୁନି ନାଇଁ 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 ଆ ଗୋଟି ଗୋଟି କରି ଦେଖୁନୁ। ହଁ କହନ୍ତୁ ଗଲା ବିଜୟ ମହାପାତ୍ର ବିରୋଧୀ ହୋଇଲା କାଟିଦେଲା ତାର ଛେର। ଦିଲ୍ଲୀପ ରାୟ ରାଜନୀତି ଛାଡ଼ି ଚାଲିଗଲା ବୋପା ଘର। ନଳିନୀ ମହାନ୍ତି ବିଜେଡି ଛାଡ଼ିକି କଂଗ୍ରେସ ଦଳେ ମିଶିଲା।
ରାମର ବିରୋଧୀ ଯିଏ ହବ ସିଏ ମରିବ। ହଁ ଆଜ୍ଞା ଏଇଟା ତମେ ଦେଖେଇକି ଆର ପାଲା ବାଲା କହୁଛ ତମର ବିରୋଧୀ ସେଇ ତାକୁ ଦିପଦ କହିବା ପାଇଁ। ଆଚ୍ଛା ଏଇଟା ଦେଖେଇକି କହୁଛ ଆମେ ଜାଣୁଛୁ। ସରପଞ୍ଚ ବିରୋଧରେ ଯଦି ଯିବୁ ଆଜ୍ଞା ଆଜ୍ଞା ତାହେଲେ ଯୋଉ କାଳିଆ ଯୋଜନା ବଳିଆ ଯୋଜନା ପାଇବୁ ନାଇଁ ସାରେ ମିଳିବନି କିଛି ମିଳିବନି। ମୁଁ କଣ ଆରେ ମୁଁ ଚିହ୍ନିନି ମୋ ସମ୍ପର୍କ କଣ ଆଜିର? ହଁ ହଁ ରହ ମୁଁ ଆମ ଗାଁରେ ମୁଁ ତ ପ୍ରଥମ ଦିନ କହିଛି ମୋ ଜୀବନ ଯାକ ହାତ ବାଦେ ମୁଁ କୋଉଥିରେ ଭୋଟ ଦେଇନି। ହଁ ରହ ଏଇ ବିଜେଡି ସରପଞ୍ଚକୁ ପଚାରିଲୁ କୋଉଥିରେ ଭୋଟ ଦେଇଛନ୍ତି? ଆରେ ମୁଁ କହିଛି ମୁଁ ହାତରେ ଭୋଟ ଦେଇଛି ଆଉ କଣ ଗୋଡରେ ଭୋଟ ମୋ ଚିପିଥାନ୍ତି? ମୁଁ ଚିହ୍ନ କଥା କହିଲିଣି କୋଉ ଚିହ୍ନରେ ଭୋଟ ଦେଇଛି ନାଇଁ ନାଇଁ ତେଣୁ ହାତରେ ଭୋଟ ମୁଁ ଦେଇଛି। ହଁ ଆମ ଗାଁ ସରପଞ୍ଚର ମୁଁ ଟିକେ ବିରୋଧୀ। ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ତାକୁ ଭଲ ପାଇନି। କାଳିଆ ଯୋଜନା ଫର୍ମଟି ଦେଲି ହଁ ଗାଁ ଯାକ ସମସ୍ତଙ୍କର ଆଇଲା ମୋର ଆଇଲାନି। ବାସ୍ ଦେଖେ ଦେଖେ ଦିନେ ସେଇ ପଞ୍ଚାୟତ ଅଫିସ ଦେଇକି ମୁଁ ଯାଉଛି ପାଲାକୁ ଗୋଟେ କାଗଜ ଲମ୍ବା କାଗଜ ଚିରା ହେଇକି ଫାଳେ ପଡିଛି। ହଁ ମୁଁ କହିଲି ଏଇଟା କଣ କିରେ? ପାନ 2-3 ଖଣ୍ଡ ଘରୁ ଭାଙ୍ଗିକି ନେଇଛି ବୋଲି ବଢିଆ କାଗଜଟେ ପଡିଛି ମୋଡ଼ିକି ପାନ ନେଇକି ଯିବି ଆଉ। ମୁଁ ସେ କାଗଜଟାକୁ ଅନେଇକି ପଢିଲା ବେଳକୁ ଲେଖା ଯାଇଛି ନୃସିଂହ ଚରଣ ହୋତା ବୋପା କୈଳାସ ଚନ୍ଦ୍ର ହୋତା। ମୁଁ କହିଲି ଆରେ ଏଇଟା ତ କାଳିଆ ଯୋଜନା ଫର୍ମ। ହଁ ସରପଞ୍ଚ ଚିରିକି ଓ ପାରିକି ଫୋପାଡ଼ି ଦେଇଛି। ତେଣୁ ତା ବିରୋଧ ସରପଞ୍ଚ ବିରୋଧୀ ହେଲେ ଭତ୍ତା ପାଇବୁ ନା ଇନ୍ଦିରାବାସ ପାଇବୁ? ନାଇଁ ଆଜ୍ଞା କିଛି ମିଳିବନି। କିଛି ପାଇବୁ ନାହିଁ। ନାଇଁ ନାଇଁ ଅପର ପାର୍ଶ୍ୱରେ ବିରୋଧୀ ହେଇଛି ବିଭୀଷଣ କା ବିରୁଦ୍ଧରେ ନା ଭଗବାନ ରାମଙ୍କ ବିରୁଦ୍ଧରେ ଚାଲିଲା ଯୁଦ୍ଧ। ପ୍ରକଟ ଚକ୍ର କାଟା କାଟା ରାଟରେ ଅମ୍ବରେ 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 ଚତୁର ରକ୍ଷା କୁଳ ପ୍ରବଳ ବ୍ୟଗ୍ରରେ ଧାବିତ ଧାବିତ ଲଙ୍କାର କାଟାକା ଫାଟାକା ନିକଟ ହେଲେ ଉପଗତ ହେଲା ଉପଗତ ହେଲେ ଉପଗତ ହେଲେ ଉପଗତ ହେଲେ ପତି ଭାଇ ନା ହଁ ଦାନ୍ତ ଝଡି ପଡିବ ପଦ ଗାଇଲେ। ଜଣା ଥିଲେ ତ ହବ। ଭାବୁଛ ଲିଭର ଖରାପ ହେଇଛି ବୋଲି କଣ ଆଉ ତଣ୍ଟିଟା ଖରାପ ହେଇଛି? ନାଇଁ 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 ଆଉ ଗୋଟିଏ ପଦ ଆଜ୍ଞା ବିଭୀଷଣ ସହିତ ରାମର ଲାଗିଛି ଯୁଦ୍ଧ। କଲା ଓଟି ଓଟିରେ ଏ ଆଡି ଆଡିରେ ଓଟି ଓଟିରେ ଇଟିଅ ଇଟିଅରେ ଓଟି ଓଟିରେ ଇଟ ଇଟାରେ ଓଟି ଓଟିରେ ଇଟ ଇଟାରେ ଆଦିନ ଓଟି ରୋପାତି ରଟି ରଟି ଦି ରଟିରେ ରଟି ରଟିରେ ରଟି ରଟିରେ ଭକ୍ତି ପ୍ରଧାନ ଖଡ ଘଟିରେ ଯେ ରୋପାତି ଶବ୍ଦ ଶୁଣ ଚଡ ଚଡିରେ ଯେ পেউটি চট্টা চটি তুল ভূষাদি নিপিটে ভিডি অনুচটি পথিন চাটি কিরন্তি ফটিরে অনুচটি অনুচপটি ভুবন্তি ফটিরে এটা খটি নব তম বেড়ে আজ্ঞা তো ডিডিরে গাউছি পড়ন্তি খটিরে ମୁଁ କୋଟି କହିଲା ବେଳକୁ ଡିଡି ନ କହୁଛି ତୁ ଟି ନଗଉଛୁ ଟି ଆଉ ପଇସା ତ କମୁନି ତୋର କଣ ଯାଉଛି? ହଁ ଆପଣ ତ ପଇସା ଦଉଛନ୍ତି ଆଗ୍ରହରେ ର ଦଉଛି ତତେ ଚାଲିଲା ଯୁଦ୍ଧ
ଶେଷରେ ଆତର୍କିତ ଭାବରେ ଭଗବାନ ରାମ ଉଠେଇଲେ ଧନୁ କୋଦଣ୍ଡ କହନ୍ତି କୋଦଣ୍ଡ ରାମଙ୍କ ଧନୁ ନା କଣ ଆଜ୍ଞା ରାମଙ୍କ ଧନୁ ନା କଣ କାଣ୍ଡ ହୋଇଥିବ ଆଉ କଣ ହବ ତାଣ୍ଡବ କାଣ୍ଡ 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 ଆଜ୍ଞା ତମ ଘରେ ସବୁ ଯାକ ପୁରାଣ ଥୁଆ ହେଇଛି ଆଉ ଆଜ୍ଞା ତୋ ମା ପୁରାଣ ବାଟିକି ଯେତେ ପିଆଇ ଦେଇଛି ଆଉ ହଁ ରାମଙ୍କ ଧନୁ ନା କଣ ଆଜ୍ଞା ଲକ୍ଷ୍ମଣଙ୍କ ଧନୁ ନା କଣ ହଁ ଭରତଙ୍କ ଧନୁ ନା କଣ ହଁ ହଁ ଶତ୍ରୁଘ୍ନଙ୍କ ଧନୁ ନା କଣ ଆଜ୍ଞା ଆଜ୍ଞା ତୁ କାନ ମୁଡିକି ଆର ପାଲା ବାଲାଙ୍କୁ ପଚାରିବୁ ହଁ 4 ଦିନ ଯାକର ପଇସା ତ ମତେ ରମେଶ ବାବୁ ଦେଇ ସାରିଲାଣି ପକେଟରେ ପୁରେଇକି ଆଇଛି ଆଜ୍ଞା ଆଜ୍ଞା ହଁ ଆରେ କାମ ଯାର ଠିକ ଆଗୁଆ ପଇସା ଆଜ୍ଞା ମହାଯୁଦ୍ଧ ହେଇଛି ରାମଙ୍କର ଧନୁ ମନେ ରଖ ଆଜ୍ଞା ରାମଙ୍କର ଧନୁ ନା ହେଲା ଆଦ୍ରାବଳୀ ବାସ୍ ରାମଙ୍କର ଧନୁ ହେଲା ଆଦ୍ରାବଳୀ ଲକ୍ଷ୍ମଣଙ୍କର ଧନୁ ନା ହେଲା ଐରୀ ମର୍ଦନ ଐରୀ ମର୍ଦନ ଭରତଙ୍କର ଧନୁ ନା ହେଲା କୃଷବାନ ବାସ୍ ଆଜ୍ଞା ଶତ୍ରୁଘ୍ନଙ୍କର ସିନା ଏଠି କହିବି ଶେଷ ରାତି ଆପଣଙ୍କୁ ହଁ ପାଲା ବାଲା ବସିକି ଶୁଣୁଥିବେ ହଁ ହଁ ଟିପିବେଣି କେତେ ତପସ୍ୟା କରିକି ମୁଁ ଆକୁ ଅର୍ଚିଛି ଆଜ୍ଞା ଆଜ୍ଞା ତେଣୁ ଏ 3ଟା ଧନୁ କହିଲି ଶତ୍ରୁଘ୍ନ ଧନୁ ନାଟା କହିବି ନାହିଁ ତାର ଇଚ୍ଛା ବସା ଘରେ ଯେ କହିଲେ ନିଶ୍ଚୟ କହିଦେବି ଭାଇ ଆଦ୍ରାବଳୀ ଧନୁକୁ ଟେକିଲେ ଭଗବାନ ରାମ ହଁ ପିନ୍ଧିଲେ ସ୍ୱର ହଁ କୋଲା ଚାଉ ଚାଉ ସ୍ୱର ଚଳିଲା ତାଙ୍କ ନିନାଦ ଦିଗେ ଶିଖା ଅଗ୍ନି ଧରିଲା ପ୍ରତି ଅନୁଚିରାଗେ ନାଦ ଧନୁରେ ଧନୁ କୋଲା ଟଙ୍କାର ପାଲା କେତେ ଭିତରେ ଅଛି ହଁ ରାମ ବ୍ରହ୍ମସ୍ୱର ନାଇଲେ ଆଜ୍ଞା ବିଭୀଷଣ ମୁଣ୍ଡଟା ଛିଣ୍ଡିଗଲା ବାସ୍ ଗଣ୍ଡି ଖଣ୍ଡେ ବାଟରେ ମୁଣ୍ଡ ଖଣ୍ଡେ ବାଟରେ ହାତ ଯୋଡ଼ିକି ଆସିଲା ବିଭୀଷଣର ସ୍ତ୍ରୀ ସୁରମା ହଁ କହିଲା ପ୍ରଭୁ ଏଡେ ବଡ ଭୁଲଟା କେମିତି ଆପଣ କଲେ ହଁ ପ୍ରଭୁ ମୋ ସ୍ୱାମୀକି ଆପଣ ଦେଇଛନ୍ତି ଅମର ବର ହଁ କହିଲା ଚିରକାଳେ ଭାଲେ ରାଜିବ ତୋର ସିନ୍ଦୁର ଗାର ତୋର ସିନ୍ଦୁର ଗାର ଏହି ଆଶୀର୍ବାଦ ଦେଉଛି ଖେନ ଜନନୀ ମୋର ପ୍ରଭୁ ତୁ ଆଶୀର୍ବାଦ କରିଛୁ ଚିରକାଳ ପାଇଁ ମୋ ଭଲ ଦେଶରେ ହଁ ସିନ୍ଦୁରର ବିନ୍ଦୁ ବିରାଜିବ ହଁ ମୋ ସ୍ୱାମୀ ତକୁ ମାରିଦେଲଣି ମୁଣ୍ଡ ଖଣ୍ଡେ ବାଟରେ ଗଣ୍ଡି ଖଣ୍ଡେ ବାଟରେ ହଁ ସିନ୍ଦୁର ବିନ୍ଦୁ ମୁଁ ଲଗେଇବି କେମିତି କେମିତି ଆଉ ଲଗେଇବି ସ୍ୱାମୀ ତ ଗଲେ ଆମକୁ ନ୍ୟାୟ ଦିଅ ରାଘବ ହଁ ହଁ ଭଗବାନ ରାମ କହିଲେ ଗୋଟିଏ ବାଟ ଅଛି କାମ କର ହଁ ମନ୍ଦୋଦରୀ ଆଜ୍ଞା ତମେ ରାବଣ ମୁଣ୍ଡ ଆଉ ଗଣ୍ଡି ଏକାଠି କରି ଆଣ ହଁ ସୁରମା ହଁ ତମେ ବିଭୀଷଣର ମୁଣ୍ଡ ଗଣ୍ଡି ଏକାଠି କରିକି ଆଣ ବାସ୍ ଆଜିକାଲି ବୈଜ୍ଞାନିକ ମାନେ ଫୁଟାଣି ମାରୁଛନ୍ତି ଆମେ ଜଗାବ ୟା ମୁଣ୍ଡକୁ ଅଲଗା କରିଦେବୁ ଛିଣ୍ଡା ମୁଣ୍ଡକୁ ଲଗେଇକି ତମେ ଜୀବନ ଦେଇପାରିବ ବିଜ୍ଞାନୀ କିନ୍ତୁ ଆମ ପୁରାଣ ବଞ୍ଚେଇଛି ହଁ ସୁରମା ତୁ ବିଭୀଷଣର ଗଣ୍ଡି ମୁଣ୍ଡ ଦିଟା ଯାକୁ ଆଣ ଜୀବନ୍ୟାସ ମନ୍ତ୍ର ପଢି ଅମୃତ ସର ମାରି ଅମୃତ ବର୍ଷା କରି ମୁଁ ଏତିକି ଜଣ ଯାକୁ ବଞ୍ଚେଇଦେବି ତାକୁ କିଏ ପାରିବ ଧରି ତାକୁ କିଏ ପାରିବ ଧରି
ତା ମାୟା ତ ବିଚିତ୍ର ଆଜ୍ଞା ମୋ ମାୟା ମତେ ଅଗୋଚର କାମ ଏଣୁ ମୋ ନାମ ମାୟା ଧର ଏଣୁ ମୋ ନାମ ମାୟା ଧର ଏଣୁ ମୋ ନାମ ମାୟା ଧର ମାୟା ରୂପକ ଜାଲକୁ ସେ ଜଗତକୁ ବିଛେଇ ଦେଇଛି ଆଚ୍ଛା ମୁଁ କହୁନି ଆଉ ଗୋଟେ ପ୍ରମାଣ ଦଉଛି ହଁ ବଳି ବାମନାସ୍ତ କରେ ହଁ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଧାରୀ କିଏ କହିଲେ ଆଜ୍ଞା ଆଜ୍ଞା କହିଲା ତା ମାୟା ରୂପକ ଜାଲକୁ ସେ କେମିତି ବିସ୍ତାର କରିଛି ହଁ ନା ମୋର ଜାଲ ସୀମା ସୂତାର ତିଆରି ହଁ ଇଏ ତା ଜାଲ ଜଗତ ମାୟା ଇଏ ମୁଁ ଧରଇମି ନ ସେ ଧରଇ ମନ ব্রহ্মাণ্ড পাতক কায়া যে মুহি বিদা আদি ধীবর বিশ্বে ন জানে কে সে ধীবর ନ୍ୟାୟକୁ ବାଢିଦେଲେ ଭଗବାନ ମାୟା ଜାଲକୁ ବିଛେଇ ଦେଲେ ରାବଣ ଗଲା ଏ ମନ୍ଦୋଦରୀ ଗଲା ତା ସ୍ୱାମୀର ଗଣ୍ଡି ମୁଣ୍ଡ ଆଣିବା ପାଇଁ ବ୍ୟତିକ୍ରମ କରିଦେଲା କଣ କଲା ଜାଣିଛୁ କଲା ରାବଣ ମୁଣ୍ଡ ସଙ୍ଗରେ ବିଭୀଷଣ ଗଣ୍ଡି ଜୀବନ ଧନ ଧନ ଜୀବନ କରା ମନ୍ଦୋଦରୀ ଆଣିଲା ଦୋରାଣ୍ଡି ଜୀବନ ଧନ ଧନ ଜୀବନ ମନ୍ଦୋଦରୀ ଗଲା ଯେ ରାବଣ ମୁଣ୍ଡକୁ ଆଉ ଏଇ ଯୋଉ ବିଭୀଷଣ ଗଣ୍ଡିଟି ଧରିକି ଆଇଛି ସୁରମା ଗଲା ଯେ ବିଭୀଷଣ ମୁଣ୍ଡଟାକୁ ଆଉ ରାବଣ ଗଣ୍ଡିଟାକୁ ଧରିକି ଆଇଛି ଭଗବାନ ରାମ ପଚାରିଲେ ତମେ ଠିକ ଆଣିଛ ନା ହଁ ପ୍ରଭୁ ଠିକ କହିଲେ ଚାହୁଁ ଚାହୁଁ ଜୀବନ୍ୟାସ କରିଲେ ଉଦ୍ଧାର ଧନ ଧନ ଜୀବନ ନାରୀ ସେ ଅମୃତ ସହର ଜୀବନ ଧନ ସକାଳେ କହିକି ଜଗତ ହେଲାନି ନା କବି ପ୍ରମାଣ ଦେଲେ ଆପଣ ମାନଙ୍କର ମହାପ୍ରଭୁ ଭଗବାନ ରାମ ଜୀବନ୍ୟାସ ମନ୍ତ୍ର ପଢିବା ସଙ୍ଗେ ସଙ୍ଗେ ଅମୃତ ସରକୁ ସିଞ୍ଚିଲେ ଦି ଜଣ ଯାକ ଜୀବନ ପାଇଲେ ଦି ଜଣ ଯାକ ଜୀବନ ପାଇଲେ ଦେଖିଲା ମାତ୍ରକେ ଜିଭା କାମୁଡ଼ିକି ବସିଲେ ମନ୍ଦୋଦରୀ ଚମକି ପଇଲା ରାବଣ ମୁଣ୍ଡ ସହିତ ବିଭୀଷଣ ଗଣ୍ଡିଟା ପ୍ୟାଚ ପଡି ବିଭୀଷଣ ମୁଣ୍ଡରେ ରାବଣର ଗଣ୍ଡି ଦି ଜଣ ଯାକ କାନ୍ଦିବାରେ ଲାଗିଲେ ପ୍ରଭୁ ଆଉ ଥରେ ଛିଣ୍ଡେଇକି ଟିକେ ଚେଞ୍ଜ କରିଦିଅ ପ୍ରଭୁ ଅଦଳ ବଦଳ କରିଦିଅ ନା କହିଲେ ନଟ ଆଉ ନେହି ହୋଙ୍ଗେ ଆଉ ହବନି ମନ୍ଦୋଦରୀ ଉଚ୍ଚାରଣ କଲା କଲା ମତେ ତ କହିଛ ମୁଁ ପତିବ୍ରତା ବିଧବା ହେବିନି ଏ ଦିଟା ଯାକ କୋଉ ଗୋଟାକ ସ୍ୱାମୀ ମୋର ମୁଁ କେମିତି ଚିହ୍ନିବି ଉତ୍ତର ଦେଲେ ଭଗବାନ ରାମ କଲା ଯତସ୍ତ ନଦୀ ପୁଣ୍ୟ ସେ ସୁଗଙ୍ଗା ଯାତ୍ରେ ନଂ ଶ୍ରେଷ୍ଠ ଶରୀର ମାପୁନତି ନଦୀ ଭିତରେ ଯେମିତି ଗଙ୍ଗା ହଉଛି ଶ୍ରେଷ୍ଠ ଶରୀର ଭିତରେ ଶିରଟି ଗାତ୍ରେ ସୁଶିର ମାପୁନତି ଗାତ୍ର ବୋଲେ ଶରୀର ଶରୀର ଭିତରେ ଶିର ହଉଛି ମୁଣ୍ଡଟି ହଉଛି ଶ୍ରେଷ୍ଠ ମୁଣ୍ଡଟା ଯାର ଗଣ୍ଡିଟି ତାର ଗୋଟେ ଆର୍ମି ସୋଲଜର ସୈନିକ ବୋଲେ ମରିଗଲା ଯେ ପର୍ଯ୍ୟନ୍ତ ତା ମୁହଁ ଦର୍ଶନ ନ କରିଛି ତା ସ୍ତ୍ରୀ ବିଧବା ହଉଛି
ନାଇଁ 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 ଆଗ ମୁଖ ଦର୍ଶନ କରିବ। ହଁ ତେଣୁ ଯୋଉ ତୋ ସ୍ୱାମୀ ମୁଣ୍ଡ ଯୋଉଥିରେ ଲାଗୁ ସେଇ ଗୋଟାକ ତୋ ସ୍ୱାମୀ। ହଁ ଗଣ୍ଡି ସାଙ୍ଗରେ ରାବଣ ମୁଣ୍ଡଟା ଯୋଡି ହୋଇଲା। ସେହି ଦିନ ପରା ସେହି ଶରୀରଟି ରାବଣ ଯେ ବୋଲାଇଲା। ତାହେଲେ ରାବଣ ମରିଛି? ଆପଣ କୁହନ୍ତୁ। ଏଇଠି କୁଆଡେ ଆଜିକାଲି ଫେକ୍ ନ୍ୟୁଜ୍ କି କଣ ମୁଁ ଜାଣିନି। ହଁ ୟୁଟ୍ୟୁବ ଫେସବୁକରେ ବାହାରୁଛି ହଁ ଆମ ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହବ। ନା କେମିତି? ନା ସେ ପୁଣି ଏମିତି ରାମ ଭଳିଆ ପିଆଜ ପକେଇଦବ ହଁ ନା କେମିତି? ନା ଯୋଉ କଂଗ୍ରେସିଆ କେତେ ଜଣ ଅଛନ୍ତି କୁଆଡେ କଂଗ୍ରେସିଆଙ୍କ ସାଙ୍ଗରେ ମିଶିଯିବ ନବୀନ। ତାଙ୍କର ଯୋଉ 8-10ଟା ଅଛନ୍ତି ଏମଏଲଏ ଭିଡି ଆଣିଲେ କଲା ମୋହନ ମାଝି ଆଉ କଣ। ହଁ ତେଣୁ ଏ କେତେ ଠିକ କେତେ ଭୁଲ ଆମେ ଜାଣିନେ। ଆଜ୍ଞା ତେଣୁ ପିଆଜ ପକେଇଲେ ରାମ। ହଁ ତାହେଲେ ରାବଣ ବଞ୍ଚିଲା ନା ଆଜ୍ଞା ରାବଣ ମଲା? ବଞ୍ଚିଲା ତ। ଆଉ ରାବଣଙ୍କୁ କଣ ମାଇଲେ ରାମ? ପାଠ ଘରକୁ ତମେ ଯାଇନ, ଖାଲି ଗୋଡ଼ ହାତ ବାଡେଇ ଗୁଡା ଇଏ ହଉଛ। ତମର ଧାରା କିଛି ନାହିଁ, ପାଠ କିଛି ନାହିଁ। ଏ ଅଞ୍ଚଳକୁ ଆସିବାକୁ ହେଲେ ଆଗ ପେଟରେ କିଛି ଅର୍ଜନ କର, ତାପରେ ଗର୍ଜନ କରିବ।